ଶୁଣ ପିଲାମାନେ, ଆଜି ଆମେ ଗୋଟିଏ ଗପ ଶୁଣିବା। ଆଉ ଗପଟିର ନାଁ ହେଉଛି ଲୋଭୀ କୁକୁର। ଲୋଭ କଲେ କେମିତି ଦୁଃଖ ମିଳେ, ଆମେ ଆଜି ସେହି ବିଷୟରେ ଗପଟି ଶୁଣିବା। ଥରେ ଗୋଟିଏ କୁକୁର ବାଟରେ ଯିବା ସମୟରେ ତାକୁ ଗୋଟିଏ ହାଡ଼ ମିଳିଲା। ଆଉ ସେ ହାଡ଼ଟିକୁ ପାଟିରେ ଧରି ସେ ଆଗକୁ ଯିବାକୁ ବାହାରିଲା। ଆଉ ବାଟରେ ଯାଉ ଯାଉ ତାକୁ ଏକ ନଦୀ ପାର ହେବାକୁ ପଡ଼ିଲା। ଆଉ ସେ ନଦୀ ପାର ହେବା ସମୟରେ ଦେଖିଲା ପାଣିରେ ତାର ନିଜ ପ୍ରତିଛବିକୁ। ସେ କୁକୁରଟି ଭାବିଲା, ପାଣି ଭିତରେ ତ ଆଉ ଗୋଟିଏ କୁକୁର ଅଛି, ଆଉ ତା ପାଟିରେ ବି ଖଣ୍ଡେ ମାଂସ ଅଛି। ମୁଁ ଯାଉଛି ତା ଠାରୁ ଏ ମାଂସ ଖଣ୍ଡିକ ନେଇ ଆସିବି, ମୋର 2 ଖଣ୍ଡ ମାଂସ ହେଇଯିବ। ଏହା ଭାବି ସେ ଭୁକିବାକୁ ଲାଗିଲା। ଯେମିତି ସେ ଭୁକିଛି, ତା ପାଟିରୁ ସେ ହାଡ଼ଟି ପାଣିକୁ ପଡ଼ିଗଲା। ଆଉ ଶେଷରେ କୁକୁରଟି ମନ ଦୁଃଖ କରି ଘରକୁ ଫେରିଲା। ଯଦି ଗପଟି ଆପଣଙ୍କୁ ଭଲ ଲାଗିଥିବ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ ଆଉ କମେଣ୍ଟ କରିବାକୁ ଜମାରୁ ଭୁଲିବେନି।